ନବୀନ ନିବାସରେ ପାଳନ କରାଯାଇଛି 77ତମ ସାଧାରଣତନ୍ତ୍ର ଦିବସ। ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତରେ ମଧ୍ୟ ପ୍ରକମ୍ପିତ ହୋଇ ଉଠିଛି ନବୀନ ନିବାସ। ଏହି ସଭାରେ ପୂର୍ବପୁରୁଷମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ ନବୀନ। ନବୀନ ନିବାସରେ ଏହି ସାଧାରଣତନ୍ତ୍ର ଦିବସ ଅବସରରେ ଯୋଗ ଦେଇଛନ୍ତି 500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ନବୀନ ପଟ୍ଟନାୟକ ମଧ୍ୟ ଶିଶୁମାନଙ୍କ ସହ ସମୟ ବିତାଇଥିଲେ। ଏହାସହ ନବୀନ ଶିଶୁମାନଙ୍କୁ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ହେବା ପାଇଁ ଉତ୍ସାହିତ କରିଛନ୍ତି। ଏହାସହ ନବୀନ ନିବାସରେ ଯୋଗଦାନ କରିଛନ୍ତି ବିଜେଡି ଦଳର ନେତା ଓ ମନ୍ତ୍ରୀମାନେ। ସେମାନେ ମଧ୍ୟ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।